ପିଲାମାନେ ଆଜି ଆମେ ପଢ଼ିବା ଯେ ଗୋଟେ କାଠୁରିଆ କିଭଳି ଭାବରେ ତାର ଭୁଲ ବୁଝିପାରିଲା, ଯାହାଫଳରେ କି ସେ ଗଛଟିକୁ କାଟିବାକୁ ଯାଉଥିଲା, କାଟିଲା ନାହିଁ, ତା ଭୁଲ ବୁଝିପାରି ପଳେଇ ଆସିଲା। ତ ଆଜି ଏଇ ଗପଟିକୁ ଆମେ ପଢ଼ିଲେ ଭଲ ଭାବରେ ଜାଣିପାରିବା। କାଠୁରିଆ ତା ଭୁଲ ବୁଝିଲା। ଦିନେ ସକାଳୁ ସାରି ଆସି ବଣରେ ଖବର ଦେଲା, ଜଣେ କାଠୁରିଆ ତା କୁରାଢ଼ୀ ଧରି ଆସୁଛି। ସେ ବଣରୁ ବଡ଼ ବଡ଼ ଗଛ କାଟି ନେବ। ଏକଥା ବଣରେ ପ୍ରଚାର ହୋଇଗଲା। ସବୁ ପଶୁପକ୍ଷୀ ଜଙ୍ଗଲର ଗୋଟିଏ ବଡ଼ ଗଛ ପାଖରେ ଏକାଠି ହେଲେ। ସମସ୍ତଙ୍କ ଭିତରେ ଭାଳେଣି ପଡ଼ିଗଲା। ପାରା, କାଉ, ଗୁଣ୍ଡିଚି ମୂଷା ରହିବେ କେଉଁଠି? କ'ଣ ଖାଇବେ? କେମିତି ବଣର ଗଛକୁ ରକ୍ଷା କରିବେ? ମାଙ୍କଡ଼ କହିଲା, ମଣିଷ ଭାରି ସ୍ୱାର୍ଥପର। ସେ ଗଛ କାଟିବ, କାଠ ବିକି ଟଙ୍କା ରୋଜଗାର କରିବ। ହାତୀ କହିଲା, ଗଛ ନ ରହିଲେ ମୁଁ ପିଠି ଘଷିବି କେଉଁଠି? ଖାଇବି କ'ଣ? ପାରା କାନ୍ଦି କାନ୍ଦି କହିଲା, ଆମେ ରହିବୁ କେଉଁଠି? ସାପ କହିଲା, ମୁଁ କାଠୁରିଆକୁ ଚୋଟ ମାରିବି, ସେ ମରିଯିବ। ଶେଷରେ ମୟୂର କହିଲା, ଚାଲ ଆମେ ସମସ୍ତେ ମିଶି ଏ ଗଛକୁ ସଜାଇବା, ଗଛରେ ଫୁଲ ଫଳ ଭରିଦେବା। କାଠୁରିଆ ହୁଏତ ଆମ କଥା ବୁଝିପାରିବ, ଆଉ ଏ ଗଛଟିକୁ କାଟିବନି। ଯେମିତି ପିଲାମାନେ ଦେଖ, ଏ ଚିତ୍ରକୁ ଦେଖ, ଏ ଗଛଟିକୁ କ'ଣ କରୁଛନ୍ତି ନା ସମସ୍ତ ପଶୁପକ୍ଷୀମାନେ ମିଶି ଭଲ ଭାବରେ ଫୁଲ ଫଳରେ ଭରି ଦେଇଛନ୍ତି। ହେଲା, ସମସ୍ତେ ମୟୂର କଥାରେ ରାଜି ହେଲେ। ବଣର ସବୁ ପଶୁପକ୍ଷୀ କାମରେ ଲାଗିଗଲେ। ତାପର ଦିନ ସକାଳ ହେଲା। କାଠୁରିଆ କୁରାଢ଼ୀ ଧରି ଆସିଲା। ତା ସାଥିରେ ତାର ଛୋଟ ଝିଅ ଆସିଥାଏ। ଛୋଟ ଝିଅ ଦେଖିଲା ଗଛରେ ଖୁବ୍ ସୁନ୍ଦର ଫୁଲ ଫଳ ସଜା ହୋଇଛି। ରାତି ସାରା ମହୁମାଛିମାନେ କାମ କରି ସୁନ୍ଦର ମହୁଫେଣାଟି ତିଆରି କରିଛନ୍ତି। ଗଛ ଉପରେ ସୁନ୍ଦର ସୁନ୍ଦର ଚଢ଼େଇମାନେ ବସିଛନ୍ତି। ଗଛ ପାଖରେ ବଣର ସବୁ ପଶୁପକ୍ଷୀମାନେ କାଠୁରିଆକୁ ଚାହିଁ ଠିଆ ହୋଇଛନ୍ତି। କାଠୁରିଆର ଝିଅ କହିଲା, ବାପା, ତୁମେ ଗଛଟିକୁ କାଟ ନାହିଁ। କାଠୁରିଆ କହିଲା, ପଶୁପକ୍ଷୀମାନେ କ'ଣ କହିବାକୁ ଚାହୁଁଛନ୍ତି ତାହା ମୁଁ ବୁଝିପାରୁଛି। ମୁଁ ଆଉ ଗଛ କାଟିବିନି, ବରଂ ସବୁ ପଶୁପକ୍ଷୀମାନେ ଭଲରେ ରୁହନ୍ତୁ। ଏହା କହି କାଠୁରିଆ ନିଜ ଝିଅ ସହ ଘରକୁ ଫେରିଗଲା। ଜୀବଜନ୍ତୁମାନେ ଖୁସିରେ ନାଚି ଉଠିଲେ। ବୁଝିପାରିଲେ ପିଲାମାନେ? ତ ଏଇଭଳି ଭାବରେ କାଠୁରିଆ ତାର ଭୁଲକୁ ବୁଝିପାରିଲା, ଯାହାଫଳରେ କି ସେ ଗଛକୁ ନ କାଟି ସେଠୁ ଫେରିକରି ପଳେଇଗଲା।